ଲୋକପ୍ରିୟ ଅଭିନେତ୍ରୀ ନାମ ସେତେବେଳେ ଚର୍ଚ୍ଚାରେ ଆଜି ବି ଚର୍ଚ୍ଚାରେ ଯାତ୍ରା ଓମକାର ଯେତେବେଳେ ନୂତନ ଯାତ୍ରା ଅନୁଷ୍ଠାନ ଭାବରେ ଆଜି ଆଖଡ଼ା ପୂଜା ହେଲା ସୋସିଆଲ ମେସେଜ କ'ଣ ଦେବେ? ନମସ୍କାର, ଜୟ ଜଗନ୍ନାଥ। ମୁଁ ଫାଷ୍ଟ ଗୋଟେ କଥା କହିବାକୁ ଚାହୁଁଛି ଯେ ଆପଣମାନେ ମୋତେ ସମସ୍ତେ ପଚାରିଥିଲେ ମୁଁ 25-26 ପାଇଁ କେଉଁଠିକି ଯାଉଛି। ପ୍ରମୋଦିନୀରେ ଆପଣ ବି ମୋତେ ପଚାରିଥିଲେ, ସେତେବେଳେ ମୁଁ ଆପଣମାନଙ୍କୁ କହିଥିଲି ମୁଁ କେଉଁଠିକି ଯିବି ଆପଣମାନଙ୍କୁ ନିଶ୍ଚିନ୍ତ ଜଣାଇବି। କିନ୍ତୁ ମୁଁ ଆଜି କହୁଛି ମୁଁ ଯାତ୍ରା ଓମକାର 25-26 ପାଇଁ ମୁଁ ଯୋଗ ଦେଉଛି। ଆଉ ପ୍ରଭୁ ଜଗନ୍ନାଥଙ୍କୁ ଡାକୁଛି ଓମକାର ଯେମିତି ଆଗକୁ ଆଗକୁ ମାଡ଼ି ଚାଲେ, ଲୋକମାନଙ୍କର ଯେମିତି ଆଶୀର୍ବାଦ ଭଲ ପାଇବା ଆମ ଉପରେ ଥିଲା, ମୁଁ ସେମିତି ଆଶା କରୁଛି ସବୁବେଳେ ଆମ ଉପରେ ସେମିତି ରଖିଥାନ୍ତୁ। ମଞ୍ଚ ଉପରେ ଆପଣ ବୁଲି ବୁଲି ମୁଣ୍ଡିଆ ମାରିଲେ କ'ଣ କହିବେ, କ'ଣ ଆଶୀର୍ବାଦ ନେଉଥିଲେ, କ'ଣ ପାର୍ଟି ପାଇଁ କ'ଣ ଆଶୀର୍ବାଦ ନେଇକି କେମିତି ଏ ବର୍ଷ କରିବେ ବୋଲି? ମୁଁ ତ ଠାକୁରଙ୍କୁ ଡାକିଛି ଓମକାର ଆଗକୁ ଯାଉ 25-26ରେ ପୁରା ଯେମିତି ଉପରେ ରହୁ, ଚହଳ ସୃଷ୍ଟି କରୁ। ବାସ୍ ଆଉ ବାକି ରହିଲା ଲୋକମାନଙ୍କ ଆଶୀର୍ବାଦ, ସେଇଟା ରହିଲେ ନିଶ୍ଚିନ୍ତ ଆମେମାନେ ଆଗକୁ ଯିବୁ, ପାର୍ଟି ବି ଆଗକୁ ଯିବ। ବାସ୍ ଯଦି କହିବା ଦର୍ଶକଙ୍କ ଲୋକପ୍ରିୟତା ସେତେବେଳେ ହେବ ଯେତେବେଳେ କଳାକାର ମାନେ ନିଜର ଲଗେଇଦେବେ ପରିଶ୍ରମ, କ'ଣ କହିବେ? ନିହାତି ଆଜ୍ଞା, ଆମେ ଆଜି ନୁହେଁ ଆଗରୁ ଯେମିତି ପରିଶ୍ରମ କରୁଥିଲୁ ଆଗକୁ ବି ସେମିତି ପରିଶ୍ରମ କରିବୁ। ବାସ୍ ଗୋଟେ ପାର୍ଟି ଠିଆ ହେବା ପୂର୍ବରୁ ଗୋଟେ କଳାକାର କ'ଣ ଭାବୁଛନ୍ତି ଗତ ବର୍ଷକୁ ଏଇ ବର୍ଷ ପରେ ଆର ବର୍ଷକୁ ଏଇ ଓମକାର ନାଁ କରିଥିବ? ମୁଁ ତ ଭଗବାନଙ୍କୁ ପ୍ରାର୍ଥନା କରୁଛି ନା କରୁ, ଆଉ କରିଥିବ ଆଗକୁ କ'ଣ ହବ ସେଇଟା ତ ଆଜିକା ଘଟଣା କାଲିକି ନାହିଁ, କିନ୍ତୁ ମୁଁ ଭଗବାନଙ୍କୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି ଓମକାର ଆଗକୁ ଯାଉ। କିଛି ଚର୍ଚ୍ଚିତ ଚେହେରା ଥିଲେ ଯେମିତି ନରିପଣ୍ଡା, ଆପଣମାନଙ୍କୁ ଅସୁବିଧା ସମୟରେ ଯାତ୍ରା ମାଲିକ ଓମକାର ଯାତ୍ରା ମାଲିକ ପଳେଇ ନେଇଛନ୍ତି, ମାଲିକକୁ କ'ଣ କହିବେ? ମୁଁ ତାଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି, କାରଣ ଆଜି ଯେଉଁ କଣ୍ଟ୍ରୋଭର୍ସି ମୋର ଚାଲିଥିଲା ଆପଣମାନେ ସମସ୍ତେ ଜାଣିଛନ୍ତି, ସାରା ଓଡ଼ିଶାବାସୀ ବି ଜାଣିଛନ୍ତି। ମୋତେ 25-26 ପାଇଁ ଏଗ୍ରିମେଣ୍ଟ କରିକିରି ବି ସେ ଲାଷ୍ଟ ମୋମେଣ୍ଟରେ ମନା କଲେ। ସେମିତି ବି ମୁଁ ଘରେ ଥିଲି। ଆଉ ଓମକାର ଓନର ଯିଏ ଅଛନ୍ତି ତାଙ୍କୁ ମୁଁ ମାନେ କ'ଣ କହିକି ବି ମାନେ ଧନ୍ୟବାଦ ଜଣେଇବି ସେଇଟା ବି ମୋ ଭାଷାରେ ନାହିଁ। ବାସ୍ ଏତିକି ଖାଲି କହିବି ସେ ମୋ ଦୁଃଖ ବୁଝିଛନ୍ତି, ମୋତେ ଚାକିରି ଦେଇଛନ୍ତି। ବାସ୍ ଦେଖନ୍ତୁ ମୁଁ ପାରୁ ପର୍ଯ୍ୟନ୍ତ ମୁଁ ଲାଗିବି, ତେଣୁ ମାନେ ଭଗବାନଙ୍କ ଆଶୀର୍ବାଦ ଆଗକୁ କ'ଣ ହବ ସେଇଟା ମୁଁ କହିବି। ଜଣେ ଉପସ୍ଥାପକ, ଆପଣ ଜଣେ ଆଗ ଧାଡ଼ିର ନାୟିକା, କେମିତି କୋର୍ଡିନେସନ କେମିତି ହୁଏ, ମାନେ ଯେଉଁ କହନ୍ତିନି କେମିଷ୍ଟ୍ରି, ଗୋଟେ ଉପସ୍ଥାପକ ଟ୍ରାକ୍ ଅଲଗା, ଗୋଟେ ଅଭିନେତ୍ରୀଙ୍କ ଟ୍ରାକ୍ ଅଲଗା, କିନ୍ତୁ ମଞ୍ଚରେ ସମସ୍ତଙ୍କର ଅଭିନୟ ଅଲଗା ଅଲଗା। ଦେଖନ୍ତୁ ଫାଷ୍ଟ କଥା ସେ ମୋ ହଜବେଣ୍ଡ, ଆଉ ବାକି ରହିଲା ଯେଉଁ କର୍ମକ୍ଷେତ୍ର କଥା କହୁଛନ୍ତି, କାମରେ ମାନେ ସେ ଷ୍ଟେଜକୁ ଚଢ଼ିଗଲେ ତାଙ୍କ କାମ ଅଲଗା, ମୋ କାମ ଅଲଗା, ସେ ତାଙ୍କ କାମରେ ମାନେ ଧ୍ୟାନ ଦିଅନ୍ତି, ମୁଁ ମୋ କାମରେ। ସେଠି ଆମେ ହଜବେଣ୍ଡ ୱାଇଫ୍ ନୁହଁ, ସେଠି ବାସ୍ ଆମେ କାମ କରୁ, ଗୋଟେ କଳାକାର ହିସାବରେ ଆମେ କାମ କରୁ। ଧନ୍ୟବାଦ।